ଗଳ୍ପ ସଉକ ଲେଖକ ଶ୍ରୀ ମନୋଜ ଦାସ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଏହି ଶତାବ୍ଦୀର ଆଦିମ ଦଶନ୍ଧିରେ ଦିନକର ବାସନ୍ତୀ ଉଷାରେ ଅତିଶୟ ଉତ୍ଫୁଲ୍ଲ ଚିତ୍ତରେ ଯେତେବେଳେ ଶ୍ରୀମାନ ହୃଷିକେଶ ଚୌଧୁରୀ କଲିକତାରେ ଦୀର୍ଘ 3 ମାସ କାଳ ଅତିବାହିତ କରି ସୁଗ୍ରାମର ଘନ ବକୁଳ ସହକାର ତୋରଣ ତଳେ ଉଦୟ ହେଲେ, ସେତେବେଳେ ଯେ କୋକିଳର ମାଙ୍ଗଳିକ ତଥା ହୃଷ୍ଟଚିତ୍ତ ହୃଷିକେଶଙ୍କ ହୁଇସିଲକୁ ବ୍ୟର୍ଥ କରି କେବଳ ମାତ୍ର ଲଙ୍ଗୁଳି ଶିଶୁଟିଏ ଏବଂ ଗ୍ରାମୀଣ କୁକୁରଗଣ ନିରାପଦ ଦୂରତ୍ୱରୁ ସ୍ୱ ସ୍ୱ ଆର୍ତ୍ତରବ ବ୍ୟକ୍ତ କରିଥିଲେ ତାହା ନୁହେଁ, ସ୍ୱୟଂ ହୃଷିକେଶଙ୍କ ପିତା ଉଗ୍ରଚରଣ ମଧ୍ୟ ବିସ୍ମୟ ବିସ୍ଫାରିତ ନେତ୍ରରେ ତନୟ ବଦନକୁ କିୟତ୍କ୍ଷଣ ଅବଲୋକନ କରି ଭାବି ଜମିଦାରଙ୍କ ଉଦ୍ଦେଶ୍ୟରେ ଭୁକିଥିବା କୁକୁରମାନଙ୍କର ନାମଧାମ ନୋଟ କରି ଆଣିବାକୁ ହୁକୁମ ଦେବା ସଙ୍ଗେ ସଙ୍ଗେ ରୁଷ୍ଟ ସ୍ୱରରେ ତତ୍କ୍ଷଣାତ୍ ନାପିତ ବର ଚୈତନ୍ୟ ଚରଣକୁ ତଲବ କରି ପଠାଇଲେ। ଉଗ୍ରଚରଣ ବୁଝିଲେ ନାହିଁ ଯେ ଗଡ଼େର ମାଠର ଘୋଡ଼ ଦୌଡ଼ ମୁହୂର୍ତ୍ତରେ ତଥା ସୂର୍ଯ୍ୟାସ୍ତ କାଳୀନ ଚୌରଙ୍ଗୀର ପ୍ରଶସ୍ତ ପଥରେ ତନ୍ୱୀ ଗୌରାଙ୍ଗୀମାନଙ୍କର ଅକୁଣ୍ଠିତ ବାହୁକୁ ବିଚ୍ଛନ୍ଦିତ କରି ଭ୍ରାମ୍ୟମାଣ ମହିମ ସାହେବୃଦଙ୍କର ତଥା ଅଦୂରରେ ଛେପ ଢୋକି ସେମାନଙ୍କୁ ପ୍ରତିବିମ୍ବିତ କରୁଥିବା ନବଭାରତୀୟ ବାବୁମାନଙ୍କର କୋପଳବାହୀ ପ୍ରଲମ୍ବିତ କଲି ଏବଂ ସୁଠାମ ଗୁମ୍ଫର ନିରୀହ ଅନୁକରଣ ମାତ୍ର କରିଛନ୍ତି ହୃଷିକେଶ। ଉଗ୍ରଚରଣ ବୁଝିଲେ ନାହିଁ ଯେ ନିଖିଳ ଭାରତୀୟ ସ୍ତରରେ ସାମନ୍ତବାଦୀ ପ୍ରତିଭାର ଯେଉଁ ଦ୍ରୁତ ବିକାଶମାନ ଘଟି ଚାଲିଛି, ତାହିର କ୍ଷୀଣ ବାର୍ତ୍ତା ସ୍ୱରୂପ ମୁଖମଣ୍ଡଳର ସ୍ଥାନ ଅସ୍ଥାନରେ ସର୍ବମୋଟ ମୁଠିଏ ଶ୍ମଶ୍ରୁ ବହନ କରି ଆଣିଛନ୍ତି ତାଙ୍କର ଅନ୍ୟଥା ସୁପୁତ୍ର ହୃଷିକେଶ। ଚୈତନ୍ୟ ଚରଣ କ୍ଷୌରାଚାର କରୁଥିବା ବେଳେ ହୃଷିକେଶ ତାଙ୍କର ଆଖି ଦୁଇଟି ବୁଜି ଦେଇଥିଲେ। ତନ୍ମଧ୍ୟରେ ଅଭିମାନର ଉଦ୍ଗତ ଅଶ୍ରୁକୁ ଚାପି ଧରିବା ଯେତିକି କଷ୍ଟସାଧ୍ୟ ଥିଲା, ଅପସୃୟମାନ ଶ୍ମଶ୍ରୁର ଆବରଣ ତଳେ ଶୋକର ଗ୍ଳାନିବହ ରେଖାଗୁଡ଼ିକ ଅବ୍ୟକ୍ତ ରଖିବା ଥିଲା ତତୋଧିକ କଷ୍ଟସାଧ୍ୟ। 2-3 ପ୍ରସ୍ତ ନିର୍ମମ କ୍ଷୁରଚାଳନା ପରେ ମଧ୍ୟ ଚୈତନ୍ୟର ମୁହଁକୁ ଚାହିଁଲା ଭଳି ସତ୍ସାହସ ତାଙ୍କର ନଥିଲା। ତାଙ୍କର ଏହି ଅଚିନ୍ତ୍ୟ ପୂର୍ବ ପତନ ଓ ପରାଜୟର ଜାଜୁଲ୍ୟମାନ ସାକ୍ଷୀ ଚୈତନ୍ୟ ଚରଣର ଚିବୋକ ପରି ବିଦ୍ରୂପର କି ଶାଣିତ ଲିପି ଫୁଟି ଉଠି ନଥିବ? ହୃଷିକେଶଙ୍କର ସେହି ମୁହୂର୍ତ୍ତରେ ମନେ ହେଉଥିଲା, ଯାବତ୍ ଚନ୍ଦ୍ରାର୍କେ ନିଖିଳ କନ୍ଦ୍ରଶିର ଆବାଳ ବୃଦ୍ଧ ବନିତା ଚୈତନ୍ୟ ଚିବୁକ ସ୍ଫୁରିତହୀନିମାନ ହୃଷିକେଶ ଚରିତ ପାଠ କରି ଚମତ୍କୃତ ହେଉଥିବେ। ତଥାପି ହୃଷିକେଶ ସାହସ ସଞ୍ଚୟ କଲେ। କାଳକ୍ରମେ ଯେତେବେଳେ ଚୈତନ୍ୟ କ୍ଷୁରକୁ ମଧ୍ୟବର୍ତ୍ତୀକାଳୀନ ଶାଣ ଦେବା ପାଇଁ ନୟନ ଅବନମିତ କରିଥିଲା, ହୃଷିକେଶ ଚୋରି କରି ପଲକେ ଅନାଇ ନେଲେ ଏବଂ ଆଶ୍ୱସ୍ତ ହେଲେ। ବିଗଳିତ କରୁଣା ଓ ସହାନୁଭୂତିର ଜ୍ୟୋତ୍ସ୍ନା ଚୈତନ୍ୟର ମୁହଁଯାକ ବିଛେଇ ହୋଇ ପଡ଼ିଛି। ଅତଃପର ଅତି ଧୀରେ ହୃଷିକେଶ ପ୍ରାୟ ଜାବ ପଡ଼ିଯାଇଥିବା ତାଙ୍କର ଆଖିପତା ଦୁଇଟି ଉନ୍ମୋଚନ କଲେ। କ୍ରମେ ଖାଲି ଶ୍ମଶ୍ରୁ ନୁହେଁ, ତାଙ୍କର ଚହଟ ଚିକ୍କଣ ବାବୁରି ମଧ୍ୟ ହୃଦୟରେ ଗଭୀର ସହାନୁଭୂତି ଓ କଇଞ୍ଚିରେ ନିର୍ମମ କଠୋରତା ସହକାରେ କର୍ମଯୋଗୀ ଚୈତନ୍ୟ ମ୍ରିୟମାଣ କରିଦେଲା। ଚୌଧୁରୀ ପୁଙ୍ଗବମାନଙ୍କର ଅଭିଜାତ ଚିବୁକ ସକାଶେ ସ୍ୱତନ୍ତ୍ର ଭାବରେ ଉଦ୍ଦିଷ୍ଟ ପାଚିଲା ଗାମୁଛା ଖଣ୍ଡକରେ ଯେତେବେଳେ ଚୈତନ୍ୟ ହୃଷିକେଶଙ୍କ ବେକାଞ୍ଚଳ ଝାଡ଼ିଝୁଡ଼ି ଶେଷ କଲା, ହୃଷିକେଶ ହଠାତ୍ 4 ଅଣା ପଇସା ବାହାର କରି ତାହାର ସଙ୍କୁଚିତ ପାପୁଲିରେ ଥୋଇଦେଲେ। ହୁଏତ ଅପମାନର ଭାରକୁ ହାଲୁକା କରିଦେବା ପାଇଁ ଏକ ବିରଜନୋଚିତ ଉଦ୍ୟମ, ହୁଏତ ଦୁର୍ଘଟଣାଟି ସମ୍ପର୍କରେ ଜନପଦ ଭିତରେ କୌଣସି ବିବୃତି ବା ମନ୍ତବ୍ୟ ପ୍ରକାଶ ନ କରିବା ପାଇଁ ଲାଞ୍ଚ ଦେବାର ଅବଚେତନ ଅଭିପ୍ରାୟ, ହୁଏତ ଏଭଳି ବହୁତ କିଛି କାରଣ ଏହି ସ୍ୱତଃସ୍ଫୁର୍ତ୍ତ ଅଥୟ ସଦୟ ଦାନର ପଶ୍ଚାତରେ ରହିଥିଲା। କିନ୍ତୁ ସେ ଯୁଗର ସେହି ମୁହୂର୍ତ୍ତରେ ଯେତେବେଳେ ମହାଯୁଦ୍ଧ ଭଳି ଶବ୍ଦ କେବଳ ଅତିରଞ୍ଜନ ବ୍ୟଞ୍ଜକ ଅଭିବ୍ୟକ୍ତି ମାତ୍ର ଥିଲା, ଯେତେବେଳେ ଅର୍ଥନୀତିବିତ୍ମାନେ ରାସ୍ତାଘାଟରେ ସାଲୁବାଲୁ ହେଉନଥିଲେ, କେତେ ସେର ଚାଉଳ ସକାଶେ ବର୍ଷବ୍ୟାପୀ ଏକ ଏକ ପରିବାରରେ ଖଟୁଥିବା ଚୈତନ୍ୟ ଚରଣ ପାଇଁ 4 ଅଣା ପଇସା ଥିଲା ଏକ ସ୍ମରଣୀୟ ଅଭିଜ୍ଞତା। ଅତଏବ ଚୈତନ୍ୟ ଚରଣର ମୁହଁରେ ଭକ୍ତିର ଯେଉଁ ଗାଦ୍ଗଦ୍ୟ ହୃଷିକେଶ ଲକ୍ଷ୍ୟ କଲେ, ସେଥିରେ ତାଙ୍କର ମନ ଅଚିରେ ଶରତ୍ର ଆକାଶ ଭଳି ସୁନିର୍ମଳ ହୋଇ ଉଠିଲା। ଏ ଘଟଣା ପରେ ମାତ୍ର 50ରୁ କିଛି ଅଧିକ ବର୍ଷ ବିତିଥିବା ଯେତିକି ସତ୍ୟ, ପୃଥିବୀ ପୃଷ୍ଠରେ 50 ବର୍ଷର ପରିବର୍ତ୍ତନ ହୋଇଯାଇଥିବା ସେତିକି ସତ୍ୟ।
ଚୌଧୁରୀଙ୍କ ଗ୍ରାମଟି ଅଚାନକ ଭାବରେ ଏକ ସ୍ୱର୍ଣ୍ଣପ୍ରସୂ ବାଣିଜ୍ୟ କେନ୍ଦ୍ର ରୂପେ କ୍ଷୁଦ୍ର ସହରରେ ରୂପାନ୍ତରିତ ହୋଇଥିବା ତତୋଧିକ ସତ୍ୟ ଏବଂ ସମସ୍ତ କିଛି ସତ୍ତ୍ୱେ କେବଳ ବାଧ୍ୟତାମୂଳକ ଭାବେ ବୃଦ୍ଧ ହେବା ବ୍ୟତୀତ ଏବଂ ଅଳସ ଭାବେ କ୍ରମାଗତ ଦରିଦ୍ର ତଥା ଆତ୍ମୀୟ ସ୍ୱଜନ ବିହୀନ ହେବା ବ୍ୟତୀତ ଋଷିକେଶ ଚୌଧୁରୀଙ୍କର ବିଶେଷ କିଛି ପରିବର୍ତ୍ତନ ହୋଇନଥିବା ସର୍ବାଧିକ ସତ୍ୟ। ଏକଦା ସେ ଅଞ୍ଚଳର ଏକମାତ୍ର ଗୌର ରୂପେ ପରିଗଣିତ ସୁଗୋଲ ସ୍ତମ୍ଭରାଜି ଓ କାରୁକାର୍ଯ୍ୟ ଶୋଭିତ ତାଙ୍କ କୁଳୀନ କୋଠାଘର ଚାରିପଟେ ଆଧୁନିକ ଧରଣର ସିଲପଟ ବିସ୍କୁଟ ରଙ୍ଗୀ ଘର ସବୁ ଛାଇ ହେଇଗଲାଣି। ତାଙ୍କ ନିକଟରୁ ଏକଦା ଗୁଣ୍ଠ 22 ଟଙ୍କା 8 ଅଣା ହିସାବରେ କିଣିଥିବା ଜମିକୁ ତାଙ୍କରି ଭୂତପୂର୍ବ ଗୁମାସ୍ତାର ବଂଶଧରମାନେ କମ୍ପାନୀକୁ 2000 ମୁଦ୍ରା ହିସାବରେ ବିକି ଚାଲିଛନ୍ତି। ଯେଉଁ ଗ୍ରାମ୍ୟ ବାଳକଟିକୁ ସେ ଗୋଟିଏ ପଇସା ମାତ୍ର ଦେଇ ନିଜ ବାଡ଼ିରୁ ମାଙ୍କଡ଼ ତଡ଼ାଇବା କାର୍ଯ୍ୟରେ ଘଣ୍ଟା ଘଣ୍ଟା ଧରି ନିୟୋଗ କରୁଥିଲେ, ସେ ଯାଇ ଜଣେ ଉପମନ୍ତ୍ରୀ ଭାବରେ ଅପେକ୍ଷାକୃତ ବଡ଼ ବଡ଼ କାମ କଲାଣି ବୋଲି ଜନରବ। ଯେଉଁ ସବୁ ଭଦ୍ରଲୋକମାନେ ଦିନ ପରେ ଦିନ ଘଣ୍ଟା ଘଣ୍ଟା ବ୍ୟାପୀ ତାଙ୍କୁ ବେଷ୍ଟନ କରି ବସି ରହି ନିଜ ନିଜକୁ ଗୌରବାନ୍ୱିତ ମନେ କରୁଥିଲେ, ସେମାନେ ତାଙ୍କ ପାଶୁରି ଦେଇଛନ୍ତି। ପରିବର୍ତ୍ତନର ଘୂର୍ଣ୍ଣି ଭିତରେ ସଭିଏ ବ୍ୟସ୍ତ, ଚକ୍ରାୟମାନ। କେବଳ ଚୈତନ୍ୟ ମାସକରେ ଥରେ ତାଙ୍କ ପାଖରେ ହାଜିରା ଦେବାରେ ତ୍ରୁଟି କରିନାହିଁ। କିନ୍ତୁ ଦିନେ ସେ ଆଚମ୍ବିତ ହୋଇ ଦେଖିଲେ ଯେ ଉଦୀୟମାନ ସହରଟିର ନାଭି ଦେଶରେ ଦି ନ୍ୟୁ ଲଣ୍ଡନ ସେଲୁନ ଲିଖିତ ଗୋଟିଏ ସାଇନ ବୋର୍ଡ ଝୁଲାଇ ଚୈତନ୍ୟ କାର୍ଯ୍ୟରତ। ଋଷିକେଶଙ୍କ ମନେ ପଡ଼ିଲା, ଦିନ ଥିଲା ଯେତେବେଳେ ଚୈତନ୍ୟ ପାଖରେ ଲଣ୍ଠନ ଶବ୍ଦଟି ଗୋଲ ଆଳୁଠାରୁ ଜଳହସ୍ତି ପର୍ଯ୍ୟନ୍ତ ଯେ କୌଣସି ଜିନିଷକୁ ବୁଝାଇ ପାରିଥାନ୍ତା, କୈଶୋର କାଳରେ ଲଣ୍ଡନ ଭଳି ପ୍ରଚଣ୍ଡ ଶବ୍ଦମାନ ଋଷିକେଶ ହିଁ ଚୈତନ୍ୟକୁ ଶୁଣାଉଥିଲେ। ଫୁରଫୁର ବାସନା ପାଣି, ଗୋଟିଏ ଭୀମରଡ଼ି ଫ୍ୟାନ୍, କେତୋଟି ନିଲାମକୃତ ଚେୟାର ଓ ମୃତ୍ୟୁ ପରେ ମଣିଷ ଯେଉଁ ରୂପ ନେଇ ଶ୍ମଶାନ ନଦୀରେ ବିଚରଣ କରେ ବୋଲି ସଚରାଚରର ବିଶ୍ୱାସ, ତାଦୃଶ ମୁଖମଣ୍ଡଳ ପ୍ରତିଭାତ କରିଥିବା କେତୋଟି ଢେଉ ଢେଉକା ଦର୍ପଣ, ଏ ସମସ୍ତର ସେଇ ଅପୂର୍ବ ପରିବେଶ ଭିତରକୁ ଚୈତନ୍ୟ ସସମ୍ଭ୍ରମ ସମ୍ଭାଷଣ ଜଣାଇଲେ ଋଷିକେଶଙ୍କୁ। ସନ୍ତୁଷ୍ଟ ଋଷିକେଶ ତହିଁ ପରଠାରୁ ମାସକେ ଥରେ ସେଲୁନକୁ ଆସନ୍ତି ଏବଂ ଯିବାବେଳେ ସଗର୍ଭେ 4 ଅଣା ପଇସା ଚୈତନ୍ୟର କୃତାଞ୍ଜଳି ପୁଟରେ ଥୋଇଦେଇ ବାହାରି ଯାଆନ୍ତି। ଚୈତନ୍ୟର ସେଲୁନରେ କ୍ରମାଗତ ଉନ୍ନତି ଘଟି ଘଟି ଚାଲିଛି। ଚୈତନ୍ୟର ଜ୍ୟେଷ୍ଠପୁତ୍ର ପାତଲୁନ ପିନ୍ଧି ଗୋଟିଏ ନେକ୍ଟାଇ ଭିଡ଼ି ଆଉ 2-3 ଜଣ କର୍ମଚାରୀ କିଏ ବା ସିନେମା ଗୀତ ଆଉଡ଼ାଇ ଫାଳେ ନିଶ କର୍ତ୍ତିତ ସବ୍ ଡେପୁଟି ଜାତୀୟ ଗରଖାକୁ ଜୁଳୁ ଜୁଳୁ ଆଖିରେ ଗୋଟାଏ ପୂରା ଚାହା ନିଃଶେଷ କରିବା ପର୍ଯ୍ୟନ୍ତ ଅପେକ୍ଷା କରାଇ ନିଶାର୍ଦ୍ଧ ଯାଏ କାମ କରି ଚାଲିଥାନ୍ତି। କିନ୍ତୁ ଯାହା ହେଉ, ଋଷିକେଶ ଚୌଧୁରୀ ପହଞ୍ଚିବା ମାତ୍ରେ ଚୈତନ୍ୟ ଯେପରି ହେଉ ନିଜକୁ ଅନ୍ୟର କେଶପାଶରୁ ମୁକ୍ତ କରି ଆଗେଇ ଆସେ। ଋଷିକେଶ ଅଧ-ଇଞ୍ଚ ବହଳରେ ସୈକତ ଶୁଭ୍ର ରୁଢ଼ ସବୁ ଆଉଁସି ଆଉଁସି ଚେୟାରରେ ବସି ପଡ଼ନ୍ତି। ମୁଣ୍ଡରେ କେଇକେରା ମାତ୍ର କେଶ। ଅବିସମ୍ବାଦିତ ଭାବେ ସେତକର ଅଭିବୃଦ୍ଧି ବହୁକାଳୁ ମନ୍ଥର ହୋଇଗଲାଣି। ତଥାପି ତାକୁ ନେଇ ଚୈତନ୍ୟ ଏକାଗ୍ର ଧ୍ୟାନ ସହକାରେ ଅଧଘଣ୍ଟା ବିତାଇ ଦିଏ। ବୃଦ୍ଧଙ୍କର ସପ୍ରତିଭ ମୁଖମଣ୍ଡଳରେ ନିଜର ହାଡ଼ୁଆ ହାତ ବୁଲାଇ ସେ ଫିଟିକିରି ମାଲିସ କରେ। ସବା ଶେଷରେ ସଯତ୍ନରେ ମୁଣ୍ଡ ଚିପିଦିଏ। ମୁହଁରେ ପରିତୃପ୍ତିର ଈଷତ୍ ହାସ୍ୟ ଫୁଟାଇ ସେ ପଞ୍ଜାବୀ ପକେଟରୁ ଆସ୍ତେ ଆସ୍ତେ ପଇସା ବାହାର କରନ୍ତି ଏବଂ ପଇସାତକ ଉଭୟ ହାତରେ ଗ୍ରହଣ କରି ଚୈତନ୍ୟ ଯେତେବେଳେ ତାକୁ ମୁଣ୍ଡରେ ଛୁଆଏଁ, ସେ ଈଷତ୍ ମୁଣ୍ଡ ନୁଆଁଇ ଥରେ ଅନ୍ୟମାନଙ୍କ ଆଡ଼କୁ ଅନାଇ ଦେଇ ସଗର୍ବ ପଦକ୍ଷେପରେ ବାହାରି ଆସନ୍ତି। ବହୁ ବିଳାସ ଋଷିକେଶ ବର୍ଜନ କରିଛନ୍ତି ସମୟର କ୍ରୂର ଗତିପଥରେ। କିନ୍ତୁ ଚୈତନ୍ୟ ଚରଣକୁ 4 ଅଣା ହିସାବରେ ପାରିଶ୍ରମିକ ଦେବାର ବିଳାସକୁ ସେ ବଜାୟ ରଖିଛନ୍ତି। 4 ଅଣା ଏକକାଳୀନ ସଂଗ୍ରହ କରି ନ ପାରିଲେ ସେ ଯେମିତି ସେଲୁନକୁ ଯିବାର ନିର୍ଦ୍ଦିଷ୍ଟ ଦିନ ଗଡ଼ାଇ ଦେଇଛନ୍ତି। ଚୈତନ୍ୟ ଚରଣ କୌଣସି କାରଣରୁ ଅନୁପସ୍ଥିତ ଥିଲେ ବି ସେମିତି ସେ ଆସିବା ଯାଏ ଅପେକ୍ଷା କରି ଦିନ ଗଡ଼ାଇ ଦେଇଛନ୍ତି। ସେହିପରି ଭାବରେ ସେଥର ବି ସେ ଦିନ ଗଡ଼ାଇ ଦେଇଥାନ୍ତେ। କିନ୍ତୁ ଯେତେବେଳେ ଶୁଣିଲେ ଦୂରାନ୍ତରର ସମୁଦି ଘରକୁ ଯାଇ ସେଠାରେ ଚୈତନ୍ୟ ଅସୁସ୍ଥ ହୋଇପଡ଼ିଛି ଏବଂ ଖୁବ୍ ନିକଟରେ ତାର ଆସିବାର ସମ୍ଭାବନା ନାହିଁ, ସେତେବେଳେ ସେ ଗୋଟାଏ ଚେୟାର ଉପରେ ବସି ପଡ଼ିଲେ ଅଗତ୍ୟା। କିନ୍ତୁ ସେହିଭଳି ଭାବରେ ଘଣ୍ଟାଏ କାଳ ସେଦିନ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା, ଯଦିଓ କେହି ଉଠି ଯିବାକୁ କହିଲେ ନାହିଁ। ତାଙ୍କ ପୂର୍ବରୁ ଅପେକ୍ଷାମାଣ 5-6 ଜଣଙ୍କର କ୍ଲେଶକାନ୍ତି ଅପନୋଦନ କରିବା ପରେ ସେଲୁନର ଜଣେ କର୍ମଚାରୀ ଅଚାନକ ଭାବରେ ଆସି କୌଣସି ଶିକ୍ଷକ ମହୋଦୟ ଭୂଗୋଳ କ୍ଲାସରେ ପ୍ରଥମ ଥର ପାଇଁ କୌତୂହଳୀ ଛାତ୍ରଙ୍କ ଆଗରେ ଗ୍ଲୋବ ନାମକ ପଦାର୍ଥ ସହିତ ଯେଉଁଭଳି ବ୍ୟବହାର କରନ୍ତି, ଋଷିକେଶଙ୍କ ମୁଣ୍ଡଟି ସହିତ ତଦ୍ରୂପ ବ୍ୟବହାର କଲା। ଯାହା ହେଉ,
କିଛି ସମୟ ଯନ୍ତ୍ରଣା ସହ୍ୟ କରି ହୃଷିକେଶ ଯେତେବେଳେ ଯିବାକୁ ଉଦ୍ୟତ ହୋଇ 4 ଅଣା ପଇସା କର୍ମଚାରୀଟିର ପ୍ରସାରିତ ପାପୁଲିରେ ଥୋଇଲେ, ସେତେବେଳେ ପାପୁଲିଟି ସଂକୁଚିତ ନ ହୋଇ ପ୍ରସାରିତ ହିଁ ରହିଲା। କର୍ମଚାରୀଟିର ଆଖିରେ ବିରକ୍ତି ଓ ବିସ୍ମୟ। କିନ୍ତୁ ଚୈତନ୍ୟର ପୁଅ କୌଣସି ଏକ ଇସାରା ଦେଇ ସେ ବିରକ୍ତ ଓ ବିସ୍ମୟର ଭାଷାଗତ ଅଭିବ୍ୟକ୍ତିକୁ ରୋକିଦେଲା। ଚିରାଚରିତ ସଗର୍ବ ପଦକ୍ଷେପ ପରିବର୍ତ୍ତେ ବିହୋଳ ବିଷଣ୍ଣ ଭାବରେ ହୃଷିକେଶ ବାରନ୍ଦାକୁ ବାହାରି ଆସିଲେ। ମେଘାଚ୍ଛନ୍ନ ଆକାଶରୁ ଟୁପ୍ ଟୁପ୍ ବର୍ଷା କ୍ଷିପ୍ର ଭାବରେ ଗତିବେଗ ବଢ଼ାଉଛି। ବିଦ୍ୟୁତରେ ଆଖି ଝଲସି ଯିବାରୁ ହୃଷିକେଶ ଦଣ୍ଡେ ଠିଆ ହୋଇ ରହିଲେ। ସେଲୁନ ଭିତରେ ଚୈତନ୍ୟର ପୁଅ ସଫେଇ ଦେଉଛି ତାର ସହକର୍ମୀମାନଙ୍କୁ। ବୁଢ଼ା 1,500 ବର୍ଷ ତଳେ 4 ଅଣା ପଇସା ଦେଉଥିଲା, ଆଜି ବି ଦି ନିଉ ଲଣ୍ଡନ ସେଲୁନରେ ବସି ଟଙ୍କାଏ ଜାଗାରେ ସେଇ 4 ଅଣା ଦେବ? ବାପା ବି କେମିତି ବେକୁବ ଲୋକ, ସେ ବୁଢ଼ାକୁ କିଛି କହିବେ ନାହିଁ କି ଆମକୁ କୁହାଇ ଦେବେ ନାହିଁ। ଛାଡ଼, ସେ 4 ଅଣା ଦେଉ ପଛେ, ହେଲେ ଲୁଚାଇ କରି ଦିଅନ୍ତା କି? ନା, ସମସ୍ତଙ୍କୁ ଦେଖାଇ କରି ଦେବେ ଯାଇ ଦେବ। ଅତଃପର ଚୈତନ୍ୟ ପୁତ୍ର ଏକ ସିନେମା ସଙ୍ଗୀତରେ ମନୋନିବେଶ କଲା। ବାହାରେ ଠିଆ ହୋଇ ସେହି ସଙ୍ଗୀତର ବିଚ୍ଛନ୍ନ ଛନ୍ଦରେ ଓ ଉଦ୍ଦାମ ବାରିପାତର ଶୀତଳତାରେ ହୃଷିକେଶ ଥରୁଥିଲା ତାଙ୍କ ପାଦତଳର ଅବନୀ। ହଁ, ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସଚେତନ ପ୍ରୟାସ ସହକାରେ ଚୈତନ୍ୟ ହାତରେ ପଇସା ଦିଅନ୍ତି। ଭଗବାନ ଜାଣନ୍ତି ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ସେ ଯଥେଷ୍ଟ ଦେଉଛନ୍ତି ଦେଖି ଅନ୍ୟମାନେ ବି ଅଗତ୍ୟା ଯଥେଷ୍ଟ ଦେବେ, ତହିଁରେ ଚୈତନ୍ୟର ମଙ୍ଗଳ ହେବ। ପୃଥିବୀ ଏତେ ବଦଳି ଗଲାଣି ଯେ ତାଙ୍କର ଶୁଭେଚ୍ଛା ଚୈତନ୍ୟ ପ୍ରତି ଅଶୁଭ ହିଁ ହୋଇ ଆସିଛି। ପୃଥିବୀର ପରିବର୍ତ୍ତନ କେବଳ 4 ଅଣା ଗୁଡ଼ିକର ରୂପରେ ନୁହେଁ, ତହିଁର ବିଲୁପ୍ତ ଇଜ୍ଜତରେ ହିଁ ଅଧିକ ଜାଜୁଲ୍ୟମାନ। ଏକଥା ସେ ଭୁଲି ଯାଇଥିଲେ। ସେହି ପ୍ରବଳ ଝଡ଼ ଭିତରେ ସେ ଅନ୍ତର୍ହିତ ହେଲେ। 6 ମାସ ପରେ ତାଙ୍କ ଭଙ୍ଗା କୋଠା ଭିତରେ ବହୁ ଦିନର ପରିଚିତ କଣ୍ଠ ଶୁଣି ଯେତେବେଳେ ହୃଷିକେଶ ଖଟିଆ ଉପରୁ ଅନାଇଲେ, ସେତେବେଳେ ସେ ଦେଖିଲେ ଅତିଶୟ ଶୀର୍ଣ୍ଣ ପାଲଟିଥିବା ଚୈତନ୍ୟ ତାର ଯୁବା ବୟସର ମଇଳା ପିତ୍ତଳ କ୍ଷୌରମୁଠି ବାକ୍ସଟି ଧରି ଭିତରକୁ ଆସୁଛି। ଚୈତନ୍ୟ ଯେପରି ଜାଣିଥିଲା ସବୁ, ତେଣୁ ସେ ହୃଷିକେଶଙ୍କ ପାଦ ଆଡ଼କୁ ହିଁ ଅନାଉଥିଲା, ମୁହଁକୁ ମୋଟେ ନୁହେଁ। ମୁଁ ତ 7 ମାସ କାଳ ବେମାର ପଡ଼ି ସମୁଦି ଘରେ ଅଟକି ଗଲି ହଜୁର। ହଁ, ତୁ ଗୋଟେ ଭୂତ ଭଳି ଦେଖାଗଲୁଣି ରେ ଚୈତନ୍ୟ। ଅଳ୍ପ କିଛି କଥାବାର୍ତ୍ତା ପରେ ଚୈତନ୍ୟ କହିଲା, ଏଥର ଓହ୍ଲାଇ ଆସନ୍ତୁ, ଦାଢ଼ି ନିଶ ବହୁତ ବଢିଗଲାଣି, ମୁଣ୍ଡ ଜଟ ହୋଇଗଲାଣି। କିଛି ସମୟ ନୀରବତା ପରେ ଚୈତନ୍ୟ ପୁଣି ଡାକିଲା, ଆସିବା ହେଉନ୍ତୁ ଆଜ୍ଞା। ହୃଷିକେଶ ଧୀର କଣ୍ଠରେ କହିଲା, ଚୈତନ୍ୟ, ମୁଁ ଶେଷକୁ ଦାଢ଼ି ନିଶ ବଢାଇବାର ସିଦ୍ଧାନ୍ତ କଲି। ତୁ ତ ଜାଣୁ ମୋର ଟୋକାକାଳି ଷ୍ଟାଇଲ କରି ଦାଢ଼ି ନିଶ ରଖିବା ସଉକ ଥିଲା। ବାବା ସିନା ସେତେବେଳେ ରଖେଇ ଦେଲେଣି, ଏବେ ବୁଝିଲୁ ଚୈତନ୍ୟ, ତ ଆଉ ଉପଦ୍ରବ କରନା। କିଛି ସମୟ କେହି ଆଉ କିଛି କହିଲେ ନାହିଁ। କେବଳ ଚୈତନ୍ୟର କଷ୍ଟସାଧ୍ୟ ଶ୍ୱାସ ପ୍ରଶ୍ୱାସର ଶବ୍ଦ ପରିବେଶକୁ ଭରପୁର କରି ରଖିଥାଏ। ତାପରେ ଚୈତନ୍ୟ କହିଲା, ମୁଁ ବି ଆଉ ସେଲୁନକୁ ଯାଉନାହିଁ, କାମ ଛାଡ଼ିଦେଲି ହଜୁର। କେହି କାହା ମୁହଁକୁ ଅନାଉ ନଥିଲେ। ଚୈତନ୍ୟ ଭଙ୍ଗା ଦରଜା ଦେଇ ଚାହିଁଥିଲା ମୋଟର ଟ୍ରକର ସୁଅ ଛୋଟା ରାସ୍ତାକୁ। ହୃଷିକେଶ ଅନାଇ ରହିଥିଲେ ଧ୍ୱଂସମାନ କଡ଼ିବରଗା ଆଡ଼କୁ। ତୁ ବି ବୁଢ଼ା ହେଲୁଣି ରେ ଚୈତନ୍ୟ, ମୋ ପରି। ତାପରେ ଦୀର୍ଘ ସମୟ ଧରି ଦୁହେଁ ଅନାଇ ରହିଲେ ବାହାରକୁ, ଯେମିତି 2 ଯୋଡ଼ା ହତଚକିତ ଚକ୍ଷୁ ପ୍ରଥମ ଥର ପାଇଁ ଏକ ଅଜବ ଦୁନିଆକୁ ନିରୀକ୍ଷଣ କରୁଛି। ଚାହିଁବାର ଭଙ୍ଗୀରୁ ମନେ ହେଉଥିଲା ଦୁହେଁ ଅବା ଜାଆଁଳା ଭାଇ। ଧନ୍ୟବାଦ।